ଆସନ୍ତା 17 ତାରିଖରେ ଲଘୁଚାପ ସମ୍ଭାବନା। ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ ଏବଂ କେରଳରେ ବର୍ଷା ହୋଇପାରେ। ତେବେ ଲଘୁଚାପର ପ୍ରଭାବରେ ଓଡ଼ିଶାରେ କ'ଣ ରହିବ ତା ଉପରେ ନଜର ରହିଛି। ସେହିପରି 14 ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲୋ ପ୍ରେସର ନେଇ ପୂର୍ବାନୁମାନ କରିଥିଲେ ପାଣିପାଗ ବିଭାଗ। ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। ଅନ୍ୟପଟେ ରାଜ୍ୟରେ ଶୀତ ଲହରୀ ସମ୍ଭାବନା। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଜଳୀୟ ବାଷ୍ପ ହ୍ରାସ ସହିତ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଖସିଛି ପାରଦ। 4 ଦିନରେ 5 ଡିଗ୍ରୀ ଖସିଲାଣି। ରାତି ତାପମାତ୍ରା 15 ଡିଗ୍ରୀ ତଳେ ରହିଛି। 9 ସହରରେ ପାରଦ। ଆଜି ରାଜଧାନୀରେ ସର୍ବନିମ୍ନ ରାତିରେ ପାରଦ ତାପମାତ୍ରା 14.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ 2 ରୁ 3 ଡିଗ୍ରୀ ତାପମାତ୍ରା କମିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। 11 ଓ 12 ତାରିଖରେ କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ଖୋର୍ଦ୍ଧାରେ କିଛି କିଛି ସ୍ଥାନରେ ଶୀତଳ ଲହରୀ ସମ୍ଭାବନା ରହିଛି। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।